ମୋ ପଖାଳ, ଯାହା କେବଳ ଏକ ଖାଦ୍ୟ ନୁହେଁ, ଓଡ଼ିଆ ସ୍ୱାଦର ଭିନ୍ନ ଏକ ପରିଚୟ। ଆମ ମାଟିର ଖାଦ୍ୟ, ଖାଣ୍ଟି ଓଡ଼ିଆପଣର ଅନନ୍ୟ ଉଦାହରଣ। ପ୍ରତିଟି ଓଡ଼ିଆଙ୍କ ଆବେଗ, ଓଡ଼ିଶାବାସୀଙ୍କ ଆତ୍ମାର ପରିଚୟ। ଆମ ଓଡ଼ିଆମାନଙ୍କ ପାଇଁ ଅମୃତ ତୁଲ୍ୟ। ସ୍ୱାଦ ଯେମିତି, ଗୁଣ ବି ସେମିତି। 8 କାଳି 12 ମାସ ଆମ ଓଡ଼ିଆ ହାଣ୍ଡିଶାଳେ ପଖାଳ ବାସୁଥାଏ। ହେବନି ବା କେମିତି? ଓଡ଼ିଆରେ ଗୋଟେ ପ୍ରବାଦ ଅଛି, ପଖାଳ ଭାତରେ ଘି ତ ବୋପା ଖାଇଥିଲା କି? ଏ କଥାଟି କାହିଁକି କୁହାଯାଇଛି ଜାଣିଛନ୍ତି? ଆମ ଓଡ଼ିଆମାନଙ୍କର ଆତ୍ମା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ନିତ୍ୟ ପଖାଳ ଭୋଗ ହୁଏ, ଯେଉଁଥିରେ କି ଘିଅ ପଡ଼ିଥାଏ। ଆମ ମହାପ୍ରଭୁ ବର୍ଷକ 12 ମାସ ଯାଏଁ ପଖାଳ ଭାତରେ ଘିଅ ଖାଆନ୍ତି। ଯଦି ଆମ ମହାପ୍ରଭୁଙ୍କୁ ପଖାଳ ଏତେ ପ୍ରିୟ, ତେବେ ତାଙ୍କ ଓଡ଼ିଶାବାସୀଙ୍କୁ ବା କିପରି ପ୍ରିୟ ହେବନି କୁହ? ସେଥିଲାଗି ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ। କିନ୍ତୁ ଖରାଦିନ ଆସିଲେ ଓଡ଼ିଆ ଘରେ ପଖାଳର ଚାହିଦା ଆହୁରି ଅଧିକ ବଢ଼ିଯାଏ। ପଖାଳ ପସରା ଆଉ ଟିକେ ବେଶୀ ଖୋଜା ପଡ଼େ। ସେଥିଲାଗି ମାର୍ଚ୍ଚ 20କୁ ଆମ ଓଡ଼ିଶାରେ ପଖାଳ ଦିବସ ରୂପେ ପାଳନ କରାଯାଏ। ତେବେ ଚାଲନ୍ତୁ ନା, କେବଳ ଓଡ଼ିଶାରେ କାହିଁକି, ଆମ ପଖାଳକୁ ସମଗ୍ର ବିଶ୍ୱ ପାଖରେ ପହଞ୍ଚାଇବା।